ଦେଖୁ ଦେଖୁ ଗୋଟେ ମାସ ପଳେଇଗଲା। ଜାନୁଆରୀ ଖତମ, ଫେବୃଆରୀ ଆରମ୍ଭ। ପଢାପଢି କେମିତି ଚାଲିଛି ଆପଣମାନଙ୍କର? ଆଇ ହୋପ୍ ଆପଣ ଠିକ୍ ଠାକ୍ ପଢୁଥିବେ। ଆଉ ମୋ ହୋପ୍ ସାଙ୍ଗରେ କଥା ନୁହଁ, କଥା ହଉଛି କି ଆପଣ ମାନେ ନିଜକୁ ଠିକ୍ ସେ ଟାଇମ୍ ଦଉଛନ୍ତି କି ନାହିଁ, ପ୍ରିପାରେସନରେ ଆପଣ ମାନେ ରିଭିଜନ କରୁଛନ୍ତି କି ନାହିଁ, ଏକ୍ସାମର ଯାହା ନିଡ୍ ରହୁଛି ତାକୁ କରୁଛନ୍ତି କି ନାହିଁ। ବହୁତ କିଛି ଗୋଟେ ମାସ ଭିତରେ ଆପଣମାନଙ୍କୁ ଏନ୍ଜୟମେଣ୍ଟ, ଏକ୍ସାଇଟମେଣ୍ଟ, ବହୁତ କିଛି ଜିନିଷ ଆପଣଙ୍କୁ ଦେଖିବାକୁ ମିଳିଥାଇପାରେ ଗୋଟେ ମାସ ଭିତରେ। କିନ୍ତୁ ଏମିତି ମାସ ଗଡି ଗଡିକି ପୁଣି ନୂଆ ବର୍ଷ ଆସିଯିବ କି ଆମେ କଣ ଏଇ ବର୍ଷ ଚାକିରି କରିବାନି କି? ଏଇ ଯୋଉ ପ୍ରଶ୍ନ ଆସୁଛି, ଏ ପ୍ରଶ୍ନକୁ ଆପଣ ଆପଣଙ୍କର ସକାଳୁ ଉଠୁ ଉଠୁ ନିଜକୁ କେତେଥର ପଚାରୁଛନ୍ତି ତାକୁ ନିହାତି ଦେଖିବେ। ଆଉ ପଢାପଢିରେ ଦିନକୁ ଯେତିକି ସମୟ ଦବା କଥା ନୂଆ ବର୍ଷ ଆରମ୍ଭ ହେଲା ବେଳକୁ ଭାବିଥିଲେ କଣ ସେତିକି ସମୟ ଦଉଛନ୍ତି କି? ଏଇ ପ୍ରଶ୍ନର ଉତ୍ତର ଯଦି ଆପଣଙ୍କୁ ଠିକ୍ ମିଳିଗଲା, ହଁ ସାର୍ ମୁଁ ଦଉଛି, ଦେନ୍ ଆପଣ ମାନେ ଠିକ୍ ଟ୍ରାକରେ ଅଛନ୍ତି। ବାକି ନିଜକୁ ନିଜେ ଟେଷ୍ଟ କରନ୍ତୁ, ଭେରିଫାଏ କରନ୍ତୁ କି ଆପଣ ମାନେ ଏକ୍ସାମ ରେଡି ହବା ପାଇଁ କେତେ ଷ୍ଟେପ୍ ଆଗକୁ ଯାଉଛନ୍ତି। ତ ସେଇଟା ଆପଣ ଯଦି ନିଜକୁ ନିଜେ ଆପଣ ନିଜେ ଚେକ୍ କରିନେଲେ, ଦେନ୍ ଆପଣମାନଙ୍କ ପାଇଁ ଠିକ୍ ହେଇଗଲା। ତ ଫେବୃଆରୀ 1 ଭାବିଲି ଗୋଟେ ଭିଡିଓ ବନେଇ ଦିଏ ଆପଣମାନଙ୍କ ପାଇଁ। କାହିଁକି ନା ଜାନୁଆରୀ ଷ୍ଟାର୍ଟିଂରୁ ବନେଇଥିଲି ଆପଣମାନଙ୍କୁ ମୋଟିଭେଟ୍ କରିବା ପାଇଁ। ମୋଟିଭେସନ ସବୁବେଳେ ରହେନି, କିନ୍ତୁ ଆପଣମାନଙ୍କର ଡିଟର୍ମିନେସନ ଯୋଉଟା ମାନେ କଣ କହିଲେ ଇଣ୍ଟରନାଲ ଡିଟର୍ମିନେସନ ଯୋଉଟା ରହେ ସେଇଟା ଆପଣଙ୍କର ଲାଇଫ ଟାଇମ ରହିବ। ଯଦି ଆଉ ଡିଟରମାଇନ ଆପଣ ହେଇକି ଅଛନ୍ତି କି ନାଇଁ ମତେ ଏଇ ଜିନିଷ ପାଇଁ ଜବ୍ କରିବାର ଅଛି, ମୁଁ ଆଉ ଥରେ ଲାଷ୍ଟରେ କହିବି କଣ ପାଇଁ ଆପଣ ଜବ୍ କରିବେ, କାହା ପାଇଁ ଜବ୍ କରିବେ, ଆଉ ଜବ୍ ହେଲା ପରେ ହବ କଣ, ଏତିକି ଭାବନ୍ତୁ। ଆଇ ହୋପ୍ ଆପଣଙ୍କୁ ପଢିବାକୁ ଇଚ୍ଛା ଆସିଯିବ ଟିକେ। ଥ୍ୟାଙ୍କ ୟୁ।